ଅନନ୍ୟା, ଆରେ ଅନନ୍ୟା ତୁ ଏଠି? ଆମେ ସବୁ ତତେ ସ୍କୁଲ ସାରା ଖୋଜୁଛୁ, ହେଲେ ତୋର କ'ଣ ହେଇଛି? କାହିଁକି ମନ ଖରାପ କରି ଏଠି ବସିଛୁ? ମିଲି, ତୁ ଶୁଣିଲୁ କି ଆସନ୍ତାକାଲି ଆମ ସ୍କୁଲର ଏହି ପୁରୁଣା ଗଛଗୁଡ଼ିକ କଟାଯିବ। ହଁ ଶୁଣିଛି, ସେଠିରେ ତ ସାଇକେଲ ଷ୍ଟାଣ୍ଡ ତିଆରି ହେବ। ଏଥିରେ ଏତେ ବ୍ୟସ୍ତ ହେବାର କାରଣ କ'ଣ ଅଛି? ହଁ, ଗୋଟେ ଦୁଇଟା ଗଛ ଗଲେ କ'ଣ ହେବ? ତୁ ଏମିତି କେମିତି କହିପାରୁଛୁ ସୋହାନା? ଏଇଟା କେବଳ ଗୋଟେ ଦୁଇଟା ଗଛ ନୁହେଁ, ଏହା ଆମ ସ୍କୁଲର ଅମ୍ଳଜାନ। ଅନନ୍ୟା ସତ କହୁଛି ମିଲି। ଗ୍ରୀଷ୍ମ ଦିନେ ଖେଳ ପଡ଼ିଆରେ ଖେଳି ସାରି ଆମେ ସମସ୍ତେ ଏଇ ଗଛ ଛାଇରେ ହିଁ ତ ଆଶ୍ରୟ ନେଇଥାଉ। ସେ କଥା ତ ଠିକ୍ ଅଛି, କିନ୍ତୁ ସାଇକେଲ ରଖିବା ପାଇଁ ଜାଗା ବି ତ ଦରକାର। ଜାଗା ତ ଅନ୍ୟ କେଉଁଠି ବି ହେଇପାରିବ, କିନ୍ତୁ ଏହି ବର୍ଷ ବର୍ଷର ପୁରୁଣା ଗଛଗୁଡ଼ିକ କ'ଣ ଆମେ ଆଉ ପାଇପାରିବା? ତୁ ଠିକ୍ କହୁଛୁ ଅନନ୍ୟା, ମୁଁ ସେଇ ଦିଗଟା ଭାବିନଥିଲି। ଗଛ ନ ରହିଲେ ଆମ ସ୍କୁଲଟା ପୁରା ମରୁଭୂମି ପରି ଦେଖାଯିବ। ସେଥିପାଇଁ ମୁଁ ଭାବୁଛି ଆମେ ସବୁ ସାଙ୍ଗ ମିଶି ପ୍ରଧାନ ଶିକ୍ଷକଙ୍କୁ ଏକ ଅନୁରୋଧ ପତ୍ର ଦେବା। ଆମେ ସାର୍ଙ୍କୁ ବୁଝାଇବା ଯେ ସାଇକେଲ ଷ୍ଟାଣ୍ଡର ଜାଗା ବଦଳାଇ ଦିଆଯାଉ, କିନ୍ତୁ ଗଛଗୁଡ଼ିକୁ କଟା ନଯାଉ। ହଁ, ଏଇଟା ବହୁତ ଭଲ କଥା। ଚାଲ, ମୁଁ ମଧ୍ୟ ତୋ ସହିତ ଅଛି। ହଁ, ଆମେ ସମସ୍ତେ ତୁମ ସହିତ ଅଛୁ। ଗଛ ବଞ୍ଚିଲେ ହିଁ ଆମେ ବଞ୍ଚିବୁ। ଧନ୍ୟବାଦ ସାଙ୍ଗମାନେ, ମୁଁ ଆଜି ବହୁତ ଖୁସି। ତୁମେମାନେ ତୁମର ଭୁଲ ବୁଝିପାରିଛ। ଆମ ଗଛ ଆମ ଜୀବନ।